ସାଙ୍ଗମାନେ ଆଜି ଅତୁଟ ବନ୍ଧନ ସିରିଏଲର ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ଜବରଦସ୍ତ ସିନ୍। ଆପଣମାନେ ଦେଖିବାକୁ ପାଇବେ ଆଜି ଭବାନୀ ଦେବୀ ମଲ୍ଲିକ ଆଉ ତେଜସ୍ ଯେତେବେଳେ ତିନାଲିଙ୍କ ଘରକୁ ଚେକ୍ କରିବାକୁ ଯାଉଥିବେ ଯେ ପ୍ରକୃତରେ ସେଠି ତିନାଲି ଅଛି କି ନାହିଁ। ଏ ସମୟରେ ତ୍ରିଷିକା ଚାଲାକିର ସହିତ ଭବାନୀ ଦେବୀକୁ କଲ୍ କରି କୁହନ୍ତି, ଆରେ ମା ଆପଣମାନେ ଜଲ୍ଦି ଘରକୁ ରିଟର୍ଣ୍ଣ କରନ୍ତୁ, କାହିଁକିନା ଆପଣଙ୍କ ପୁଅ କାର୍ତ୍ତିକର କ'ଣ ହେଇଛି କେଜାଣି ସେ ତାଙ୍କ ମୁଣ୍ଡକୁ ଧରି ବହୁ ଜୋରସେ ବିନ୍ଧୁଛି ବୋଲି କହୁଛନ୍ତି। ଆଉ ସେ ଦୁଇଥର ତଳେ ମଧ୍ୟ ପଡ଼ିଗଲେଣି। ଏବେ ସେ ବେହୋସ ଅଛନ୍ତି, ତାଙ୍କ ବେଡ୍ରେ ଅଛନ୍ତି। ଆଉ ଏ କଥା ଶୁଣି ଭବାନୀ ଆଶ୍ଚର୍ଯ୍ୟ ହୋଇ ପଡ଼ିବ, ଆଉ କହିବ ଯେ ଆମକୁ ସାଙ୍ଗେ ସାଙ୍ଗେ ଏବେ ଘରକୁ ଯିବାର ଅଛି। ଆଉ ଏତେବେଳେ ତେଜସ୍ କହୁଛନ୍ତି ହେଲେ କ'ଣ ହେଇଛି? ଆଉ ଭବାନୀ କହୁଛନ୍ତି ଯେ ଆରେ କାର୍ତ୍ତିକର ମୁଣ୍ଡ ବୁଲେଇ ଦେଇଛି, ଆଉ ସେ ତଳେ ଦୁଇଥର ପଡ଼ିଗଲାଣି। ଏପରି ସମସ୍ତେ ଶୁଣି ସମସ୍ତେ ଘରକୁ ରିଟର୍ଣ୍ଣ କରିଦିଅନ୍ତି। ଆଉ ଏପଟେ ସିନରେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ସେମାନେ ଘରକୁ ରିଟର୍ଣ୍ଣ କରନ୍ତି କାର୍ତ୍ତିକ ଏକଦମ ସୁସ୍ଥ ଥିବ। ଆଉ ଭବାନୀ କହିବ ଯେ ଆରେ କାର୍ତ୍ତିକ ତୋର କ'ଣ ହେଇଛି? କିନ୍ତୁ ଏତେବେଳେ କାର୍ତ୍ତିକ କହିବ ମୋର କିଛି ବି ହେଇନି, ଆପଣଙ୍କୁ କିଏ କହିଲା ମୋର କ'ଣ ହେଇଛି ବୋଲି? ଆଉ ଏତେବେଳେ ଭବାନୀ ଦେବୀ କହୁଛନ୍ତି ତ୍ରିଷିକା ତୁ ମୋତେ ମିଛ କଥା କାହିଁକି କହିଲୁ? ଆଉ ଏତେବେଳେ ତେଜସ୍ଙ୍କ ମୋବାଇଲକୁ କଲ୍ ଆସୁଛି। ଆଉ ରୋହିନ୍ଦାରୁ ଆସିଥିବା କଲ୍ ତେଜସ୍କୁ କହୁଛନ୍ତି ଯେ ସାର୍ ଏଠି କେହି ବି କାମ କରୁନାହାନ୍ତି, ସମସ୍ତେ କମ୍ପାନୀ ବାହାରେ ଧାରଣାରେ ବସିଛନ୍ତି, ଆଉ ଆପଣ ଜଲ୍ଦି ରିଟର୍ଣ୍ଣ କରନ୍ତୁ। ଏହାପରେ ଭବାନୀ ଦେବୀ ତେଜସ୍ ମଲ୍ଲିକ ପୁଣି ଥରେ ସେ ଜାଗାକୁ ରିଟର୍ଣ୍ଣ କରିଯିବେ। ଆଉ ଏତେବେଳେ ସମସ୍ତେ କମ୍ପାନୀ ବାହାରେ ଧାରଣାରେ ବସି ଚିତ୍କାର କରୁଥିବେ ଯେ ଆମକୁ ପାଣି ଦିଅ ଆଉ ଆମ ହାଜିରର ମୂଲ୍ୟ ବଢ଼ାଅ, ଆମକୁ ପାଣି ଦିଅ ଆଉ ଆମ ହାଜିରର ମୂଲ୍ୟ ବଢ଼ାଅ। ଆଉ ଏକଥା ଶୁଣି ତେଜସ୍ କହୁଛନ୍ତି ଆକ୍ଚୁଆଲି ତୁମର ପ୍ରୋବ୍ଲେମ୍ କ'ଣ? ଏହାପରେ ସମସ୍ତେ ଚିତ୍କାର କହିବେ ଯେ ପାଣି। ଆଉ ତିନାଲି କହିବ ଯେ ଏମାନଙ୍କୁ ପାଣି ମିଳୁନାହିଁ, ପାଣି ପିଇବା ପାଇଁ ଦେବ, ତା ସହିତ ଏମାନଙ୍କ ଦରମା ମଧ୍ୟ ବୃଦ୍ଧି କରିବ। ଆଉ ଏତେବେଳେ ତେଜସ୍ କହୁଛନ୍ତି କାହିଁକି ନା, ଆଉ ଏତେବେଳେ ତିନାଲି କହିବ ଯେ କାହିଁକି ନା ଆପଣଙ୍କ କମ୍ପାନୀ ଆଙ୍କ ବିନା ଜମା ବି ଚାଲିବନି। ଏହାପରେ ତେଜସ୍ କହୁଛନ୍ତି ଠିକ୍ ଅଛି, ମୁଁ ଆର ରାସ୍ତା ଖୁବ୍ ଜଲ୍ଦି ବାହାର କରିବି। ଆଉ ତାରା ତମେ ମୋ ସହିତ ଟିକେ କଥା ହେବାର ଅଛି। ଏହାପରେ ତିନାଲି ଯାଇ ତେଜସ୍ଙ୍କ ପାଖରେ ବସି ତାଙ୍କ ସହିତ କଥା ହେବା ବେଳେ ତେଜସ୍ ପଚାରୁଛନ୍ତି ତମେ କେତେ ପାଠ ପଢ଼ିଛ? ଆଉ ଏତେବେଳେ ତାରା କହୁଛନ୍ତି ଯେ ମୁଁ ବିଟେକ୍ କରିଛି। ଯାହାକୁ ଶୁଣି ଆଶ୍ଚର୍ଯ୍ୟରେ ପଡ଼ିଯାଇଛନ୍ତି ତେଜସ୍। ତେବେ ଆପଣମାନଙ୍କୁ କ'ଣ ଲାଗୁଛି, କ'ଣ ତେଜସ୍ ତାରାକୁ ଚିହ୍ନି ପାରିବେ?